2026 मार्च मास आपणମାନଙ୍କ ପାଇଁ ବା वृषभ राशि ମାନଙ୍କ ପାଇଁ କିପରି ଭାଇ ଚାଲନ୍ତୁ ଜାଣିବା। ତ ପ୍ରଥମେ ଆପଣଙ୍କର ହେଲ୍ଥ ଜାଣିନେବା। ତ ଶୁକ୍ର ଓ ଶନିଙ୍କ ଯୁକ୍ତି ଆପଣଙ୍କର ଲାଭ ଭାବରେ ରହିବ। ତ ଲାଭ ହିଁ ଲାଭ ହେବ। ତ ଅଟକିଥିବା କାର୍ଯ୍ୟ ହେବ ଆପଣଙ୍କର ଏହି ମାସରେ ମାର୍ଚ୍ଚ ମାସରେ ହେଲ୍ଥ ଫିଟ୍ ଆଣ୍ଡ ଫାଇନ୍ ରହିବ। ନଜର ଆସିବେ ଲୁକ୍ରେ ଆପଣ ପରିବର୍ତ୍ତନ ଆଣିବେ। ଆପଣଙ୍କ ସ୍କିନ୍ କେୟାର କରିବାକୁ ଲାଗିଯିବେ। ଆପଣଙ୍କର ଏହି ସମୟରେ ଆପଣଙ୍କ ଗ୍ଲୋକୁ ଧ୍ୟାନ ଦେବେ। ଆପଣଙ୍କର ଲୁକ୍ସରେ ପରିବର୍ତ୍ତନ ଆଣିବେ। ତ ବିବାହ ପାର୍ଟି ଫଙ୍କସନରେ ମଧ୍ୟ ଯୋଗ ଦେଇପାରନ୍ତି। ଏହି ସମୟରେ କୌଣସି ଦେବୀଙ୍କ ମନ୍ଦିର ଯିବାର ମଧ୍ୟ ଯୋଗ ରହୁଛି। ତ ମାର୍ଚ୍ଚ ମାସରେ ଶୁକ୍ର ଓ ଶନିଙ୍କର ଯୁକ୍ତି ଆପଣମାନଙ୍କ ପାଇଁ କିଛି କିଣିବାର ଯୋଗ ମଧ୍ୟ ବନଉଛି ଓ ଏନ୍ଜୟ ନେଚର ଆପଣଙ୍କର ବନଉଛି। ତ ସୋସିଆଲ ମିଡ଼ିଆରେ ମଧ୍ୟ ଅଧିକ ସମୟ ବା ଫିଲ୍ମ ଦେଖିବା କିମ୍ବା ସୋସିଆଲ ମିଡ଼ିଆ ଚଲାଇବା ଏହିପରିରେ ଆପଣଙ୍କ ସମୟ ଯାଇପାରେ। ତ ଧନସ୍ଥିତି ଦେଖିବାକୁ ଗଲେ ଧନର ସ୍ୱାମୀ ଦେବ ବକ୍ରି ରହିବେ। ତ 31 ମାର୍ଚ୍ଚ ପର୍ଯ୍ୟନ୍ତ ବହୁତ ବଢ଼ିଆ ରହୁଛି। ଏହି ମାସରେ ଗଭର୍ଣ୍ଣମେଣ୍ଟ ସ୍କିମ୍ରୁ ମଧ୍ୟ ଆପଣଙ୍କୁ ଧନ ଲାଭ ହୋଇପାରେ। ସାଥିରେ ବୃହସ୍ପତି ଏଠାରେ ରହିବେ। ତ ଡ୍ରିଲ୍ ଆପଣଙ୍କର କୌଣସି କ୍ରାକ୍ ହୋଇପାରେ। କୃଷି LIC ବଣ୍ଡରୁ ଆପଣଙ୍କୁ ମଧ୍ୟ ଧନ ମିଳିପାରେ। ପୂର୍ବ ସଞ୍ଚିତ ଧନ ଆପଣଙ୍କୁ ଏହି ସମୟରେ ଅଚାନକ ମିଳିପାରେ ଓ ଅଚାନକ ଧନ ଲାଭର ମଧ୍ୟ ପ୍ରାପ୍ତିର ଯୋଗ ମଧ୍ୟ ରହୁଛି ଓ ଧନ ଏହି ମାସରେ ରହିବ। ତ ଖର୍ଚ୍ଚ ମଧ୍ୟ ଆପଣଙ୍କର ନର୍ମାଲ ରହିବ, କିନ୍ତୁ ଧନର ଫ୍ଲୋ ଏହି ମାସରେ ବହୁତ ଭଲ ରହୁଛି ଫେବୃଆରୀ ଅପେକ୍ଷା। ତ ପରିବାରର ଦେଖିବାକୁ ଗଲେ ଚନ୍ଦ୍ର କେତୁର ଯୁକ୍ତି ରହିବ। ମାତା ପିତାଙ୍କର ସହିତ ରିଲେସନ୍ ଠିକ୍ ରହିବ, ହେଲେ ମାତା ପିତାଙ୍କର ସ୍ୱାସ୍ଥ୍ୟରେ ଗଡ଼ବଡ଼ି ଦେଖାଯାଇପାରେ। ଆପଣଙ୍କର ଧ୍ୟାନ ପୁରା ଆପଣଙ୍କ ମାତା ପିତାଙ୍କର ସ୍ୱାସ୍ଥ୍ୟକୁ ଯତ୍ନ ନେବାରେ ରଖିବାକୁ ପଡ଼ିବ। ତ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବୁଧ ବକ୍ରି ଓ ରାହୁର ଯୁକ୍ତି ଦ୍ୱାରା ଷ୍ଟୁଡେଣ୍ଟମାନଙ୍କ ପାଇଁ ସ୍ଥାନ ପରିବର୍ତ୍ତନ ଯୋଗ ଆସିବ। କ୍ୟାରିୟରରେ ଭଲ ସଫଳତା ମିଳିବାର ଯୋଗ ରହିଛି, କିନ୍ତୁ ସ୍ଥାନ ପରିବର୍ତ୍ତନ ଯୋଗ ମଧ୍ୟ ରହୁଛି। କ୍ୟାରିୟର ଦେଖିବାକୁ ଗଲେ ବୃଷ ରାଶିମାନଙ୍କର ରାଶିର ସ୍ୱାମୀ ମାଲବ୍ୟ ଯୋଗ ଲାଭ ଭାବରେ ରହି ବନାଉଛନ୍ତି। ତ ଅଫିସରେ ଆପଣଙ୍କର ପ୍ରଶଂସା ହେବ। ବଡ଼ କାର୍ଯ୍ୟ ଆପଣଙ୍କ ହାତକୁ ମିଳିପାରେ। ତ ଭଲ ସେଲ୍ ହୋଇପାରେ। ଅଫିସରେ ପ୍ରମୋସନ୍ ମଧ୍ୟ ହୋଇପାରେ। ଅଟକିଥିବା କାର୍ଯ୍ୟ 11 ମାର୍ଚ୍ଚରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ପୁରା ହେବାର ସମ୍ଭାବନା ରହୁଛି। ତ ଦାମ୍ପତ୍ୟ ଜୀବନ ମିଲାଜୁଲା ରହିବ। ଛୋଟ ଛୋଟ କଥାରେ ଆର୍ଗ୍ୟୁମେଣ୍ଟ ହୋଇପାରେ। ବହୁତ ପରିଶାନ ରହିପାରନ୍ତି। ନେଚର ଠିକ୍ ବାଦ ବିବାଦ ମଧ୍ୟ ହୋଇପାରେ। ତ ଦେଖିବାକୁ ଗଲେ ଦାମ୍ପତ୍ୟ ଜୀବନ ବିଶେଷ ଭଲ ନାହିଁ, କିନ୍ତୁ ମ୍ୟାନେଜ୍ କରିବାକୁ ପଡ଼ିବ ଆପଣଙ୍କୁ। ତ ବ୍ୟାପାର ଦେଖିବାକୁ 1ରୁ 17 ମାର୍ଚ୍ଚ ପର୍ଯ୍ୟନ୍ତ ନୁକସାନ ହୋଇପାରେ। ଅର୍ଡ଼ର କ୍ୟାନସଲ୍ ହୋଇପାରେ। କିଛି ବି ଲାଭ ପ୍ରଫିଟ୍ ନାହିଁ। ଏହି ସମୟରେ ଖର୍ଚ୍ଚ ମଧ୍ୟ ରହିବ, କିନ୍ତୁ 11 ମାର୍ଚ୍ଚ ପରଠାରୁ ସୂର୍ଯ୍ୟ ରାହୁ ବୁଧ ମଙ୍ଗଳ ତ ବହୁତ ପଞ୍ଚଗ୍ରହୀ ଯୋଗ ରହୁଛି। ତ ପରିଶାନ ରହିପାରେ, କିନ୍ତୁ 17 ତାରିଖ ପରେ ଆପଣଙ୍କୁ ରାହତ ମିଳିବ। ଶନି ଶୁକ୍ରଙ୍କର ଯୁକ୍ତିରୁ ମଧ୍ୟ ବିଦେଶ ସମ୍ବନ୍ଧୀୟ କୌଣସି ଲାଭ ମିଳିପାରେ, କିନ୍ତୁ ବ୍ୟାପାରରେ ଲାଭ ଓ ଘାଟା ଦୁଇଟି ଯାକ ରହିପାରେ।